ଶୀତ ହେଲେ କଣ ହେଲେ କରାଯାଇପାରିବ ଶୀତ ଦିନିଆ ବୁଲି ଆସିଲେ ଅବଶ୍ୟ। ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ ଆଜିର ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ବୁଲିବା ପାଇଁ କୁଆଡ଼େ ଯାଇଥିଲୁ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ନିହାତି ଜାଣିପାରିବେ। ଦେଖୁନାହାନ୍ତି କେତେ ସୁନ୍ଦର ଭାବରେ ଆମେ ଏଠି ବର୍ତ୍ତମାନ ମୟୂରଭଞ୍ଜ ଯାଇଥିଲୁ। ଏଇଟା ଦେଖନ୍ତୁ ସୀତାକୁଣ୍ଡରେ ତ ବଢ଼ିଆ ଭାବରେ ଝରଣା ଦେଖନ୍ତୁ ବୋହିଥିଲା। ମୋତେ ତ ଲୋକେସନ୍ ବହୁତ ବଢ଼ିଆ ଲାଗୁଥିଲା। ଆପଣମାନେ ଦେଖି କେତେ ଏନ୍ଜୟ କରୁଛନ୍ତି କି ନାହିଁ ମୁଁ ଜାଣିନି, କିନ୍ତୁ ଜାଗାଟା ତ ମୋତେ ବହୁତ ବଢ଼ିଆ ଲାଗୁଥିଲା। ମୋତେ ତ ଆସିବା ପାଇଁ ଜମା ବି ସୀତାକୁଣ୍ଡ ବୁଲାବୁଲି କରିକି ଆମେ ଏବେ ଶିମିଳିପାଳ ଜଙ୍ଗଲକୁ ଏବେ ବାହାରିଲୁ। ସେଥିପାଇଁ ଗାଡ଼ିରେ ବସିକି ଆମେ ସମସ୍ତେ ଯାଉଛୁ। ଗାଡ଼ିରେ ତ ବହୁତ ସାରା ଏନ୍ଜୟ ବି ହେଇଥିଲା। ଆମେ ଏବେ ଶିମିଳିପାଳ ଜଙ୍ଗଲ ବାହାରିଲୁ। ଆମକୁ ମାତ୍ର ଗୋଟେ ଦିନ ହିଁ ବୁଲିବା ପାଇଁ ଲାଗିଥିଲା। ସକାଳୁ ଯାଇଥିଲୁ, ଆସୁ ଆସୁ ଆମକୁ ରାତି 8ଟା ମଧ୍ୟ ହେଇଯାଇଥିଲା। ଦେଖୁନାହାନ୍ତି ଆମେ ଏଠି ବୁଲାବୁଲି ମଧ୍ୟ ଷ୍ଟାର୍ଟିଂ କରିଦେଇଛୁ। ଆପଣମାନେ ମଧ୍ୟ ଦେଖୁଥିବେ ଆମେମାନେ କେତେ ଖୁସି ଅଛୁ ବୁଲିବା ପାଇଁ ଜଙ୍ଗଲ ଯାଉଛୁ ବୋଲି। ଜଙ୍ଗଲରେ କ'ଣ ଦେଖିଲୁ କ'ଣ ନାହିଁ ଆମେ ଭିଡ଼ିଓରେ ଆପଣଙ୍କୁ ଲାଷ୍ଟରେ ଜଣେଇବୁ। କାହିଁକିନା ସବୁକିଛି ଭିଡ଼ିଓ କରିକି ଦେଖେଇବା ତ ଆମ ଦ୍ୱାରା ସମ୍ଭବ ହେଇନଥିଲା। କେଉଁ ଗଛ ମଧ୍ୟ ଚିହ୍ନି ନଥିଲୁ, ତା ଗଛ ବି ଦେଖିକି ଆମେ ମଧ୍ୟ ଚିହ୍ନିଲୁ। ଆମ ସହିତ ଜଣେ ଗାଇଡ଼ ଥିଲେ, ସେଥିପାଇଁ ତାଙ୍କ ଜଙ୍ଗଲ ବିଷୟରେ ମଧ୍ୟ ଆମକୁ କିଛି କହୁଥିଲେ। ଆପଣଙ୍କୁ ଭାବିଲି ଆପଣଙ୍କୁ ଆଶା କଲି ଟିକେ ଜଣେଇବା ପାଇଁ ଯେ କ'ଣ କହୁଛନ୍ତି କ'ଣ ନାହିଁ ଆପଣମାନେ ନିଶ୍ଚୟ ଶୁଣିବେ। ସେଟାକୁ ପୁଣି ରଖି କ'ଣ କରିବ? ଏକେ ତ ତାର ଜଙ୍ଗଲରେ ନ ଗଲେ ଭାତ ନାହିଁ। ତେଣୁକରି ସେ ଆମର ଯେ DFO ସାର୍ ଥିଲେ ଡିଷ୍ଟ୍ରିକ୍ଟ ଫରେଷ୍ଟ ଅଫିସର, ତା ହାତରେ ହ୍ୟାଣ୍ଡ ଓଭର କଲେ। ଆଚ୍ଛା, ତାକୁ ଯେତେବେଳେ ହ୍ୟାଣ୍ଡ ଓଭର କଲେ ସେ ରଖିଲା ସେଠି। ରଖିବା ପରେ ଛୋଟବେଳେ କ'ଣ ତାକୁ ଖାଇତେ ଦେଉଥିଲେ ନା ବିସ୍କୁଟ ଆଉ ଅମୁଲ କ୍ଷୀର। ବାଘ ଖାଇଲା, ରହିଲା ତା ପାଇଁ ଅଲଗା ଟଏଲେଟ୍ ବୁଝିଲେ, ଅଲଗା ବେଡ୍ ହେଲା, ରହିଲା ସବୁ। ତାକୁ ଜଗୁଥିଲେ କେଉଁମାନେ ନା ବଣ ଜଙ୍ଗଲ ବନ ରକ୍ଷୀମାନେ 2 ଜଣ। ତା ସାଙ୍ଗକୁ ଆହୁରି କିଏ ଥିଲେ ନା ହେଟା ବାଘ ଗୋଟେ ଥିଲା, ଆଉ DFO ସାରଙ୍କର କୁକୁର ଗୋଟେ ଥିଲା ହେଲା। ଏମାନଙ୍କର କ'ଣ ବେଡ୍ ଅଲଗା ଅଲଗା ଥିଲା, ତାଙ୍କର ଟଏଲେଟ୍ ମଧ୍ୟ ଅଲଗା ଅଲଗା। ସେମାନେ ବାହାରେ ଟୋଟାଲି ମଳତ୍ୟାଗ କରୁନଥିଲେ, ଟଏଲେଟ୍ରେ କ୍ରମ ପରିବର୍ତ୍ତନ କ୍ରମରେ ସେମାନେ କ'ଣ କଲେ ନା ବଡ଼ ହେଇଗଲେ ହେଲା। ବଡ଼ ହେବା ପରେ ତାଙ୍କର ଛେଳି ମାଂସ ଆଉ ଦେଶୀ କୁକୁଡ଼ା ମାଂସ ସେଇମାନଙ୍କୁ ଦେଖିବା ପାଇଁ ହଜାର ହଜାର ଟୁରିଷ୍ଟ ଆସୁଥିଲେ। ସେ ବାହାରେ ଯେଉଁ ଧୋବାଡ଼ିଆ ପାଖରେ ରଖୁଥିଲେ ନା, ସେଠୁ ହଜାର ହଜାର ଟୁରିଷ୍ଟ ଆସୁଥିଲେ, ଦେଖନ୍ତି ଯାଆନ୍ତି। ହଠାତ୍ ଦେହ ଅସୁସ୍ଥ ହେବା ପରେ ସେ ସମୟରେ ତ ଏତେ ଭଲ ଚିକିତ୍ସା ନାହିଁ, ତାହେଲେ କ'ଣ ସେ ମାରା ପଡ଼ିବ। ସେଟା 1981 ମସିହାରେ ସେ ମରିଗଲେ। ଲୋକମାନେ ଦିଅ ଟାଇଗର ରିଜର୍ଭ କରିଦିଅ ଏବଂ ତାକୁ ଟୁର୍ ଲାଇନ୍ରେ ଛାଡ଼ିଦିଅ। ଯେମିତି ଟୁର୍ ଲାଇନ୍ରେ ଛାଡ଼ିଦେଲେ ଲୋକମାନେ ପାଇଲେ ସେ ସମୟରେ ଏଇ ଯେ ଟୁର୍ ଲାଇନ୍ ଖୋଲା ହେଲା, ଟୁର୍ରେ ଚାଲିଲେ ତ ଏଇଟାକୁ ଗଭର୍ଣ୍ଣମେଣ୍ଟ କ'ଣ କଲା ନା ଗତ ବର୍ଷରୁ 2 ଭାଗ ଗୋଟେ ଜଙ୍ଗଲ ସଫାରି, ଗୋଟେ ନେଚର ସଫାରି। ଜଙ୍ଗଲ ସଫାରି 5ଟା ବେଳୁ ଛାଡ଼ୁଛନ୍ତି, ଏଇ ରାସ୍ତାରେ ଯିବେ, କିନ୍ତୁ ତାଙ୍କର ସାଇଡ଼୍ ରାସ୍ତା ଅଛି, ପୁର ରାସ୍ତାକୁ ସେମାନେ ଯାଉଛନ୍ତି। ତ ଆମର ନେଚର ଗାଡ଼ି କ'ଣ ହେଉଛି, ଏଇ ରାସ୍ତାରେ ଆମେ ଯିବୁ ତ ଆମେ ସେ ଜାଗାକୁ ଆମେ ଯାଇପାରିବୁ ନାହିଁ। ସେଟା ରହିଲା କ'ଣ ନୋ ଏଣ୍ଟ୍ରି ଲୋକାଲ୍ ଗାଡ଼ି ପାଇଁ। ତ ସେ ଜାଗାକୁ ଆମେ ଯାଇପାରିବୁନି, ସିଧା ଆମର ନେଚର ମାନେ ଆମେ ଫଲ୍ସକୁ ହେଲା। ତ ସେଇ ଭିତରେ ଯଦି ଯାଉଛୁ ଗୋଟେ ଅଧେ ପାଇଲୁ। ଦେଖିଲେ ତ ସେ ତାଙ୍କ ଜଙ୍ଗଲ ବିଷୟରେ କେତେ ଗୁଡ଼ିଏ ଭଲ କଥା କହିଲେ। ଆପଣମାନେ ତ ନିଶ୍ଚିନ୍ତ ଶୁଣିଥିବେ। କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ କିଏ କିଏ ଶିମିଳିପାଳ ବୁଲିବା ପାଇଁ ଆସିଛନ୍ତି ଆଉ କେତେ ସାରା ଏନ୍ଜୟ କରିଛନ୍ତି, ତାହା ବି ମୋତେ ଜଣେଇବେ ଆଜ୍ଞା। ଆମେ ମଧ୍ୟ ଆଉ ଗୋଟେ ଝରଣା ପାଖରେ ପହଞ୍ଚି ଯାଇଥିଲୁ। ଏଇଟା ତ ବହୁତ ବଢ଼ିଆ ହେଇଥିଲା, କିନ୍ତୁ ଏତେ ବି ଭିଡ଼ିଓରେ ଜଣା ପଡ଼ୁନଥିଲା, କିନ୍ତୁ ରିଏଲି ଲୋକେସନ୍ ତ ମସ୍ତ ହେଇଥିଲା। ସାଙ୍ଗମାନେ ବିଶ୍ୱାସ କରନ୍ତୁ, ଆପଣ ଥରେ ଯାଇକି ମୟୂରଭଞ୍ଜ ବୁଲିକି ଆସନ୍ତୁ, ତାପରେ ଜାଣିପାରିବେ ମୟୂରଭଞ୍ଜର ମଜା ଶୀତ ଦିନରେ କେତେ ଅଲଗା ପ୍ରକାର ହେଇଥାଏ। ତାଙ୍କ ଲୋକ ତ ତାଙ୍କ ଏରିଆରେ ବହୁତ ଭଲ ହେଇଥାନ୍ତି। ଆମେ ବୁଲାବୁଲି ମଧ୍ୟ ଏଠି କରିଥିଲୁ। ଏବେ ଆମେ ରିଟର୍ଣ୍ଣ କରୁଛୁ। ଦେଖନ୍ତୁ ରିଟର୍ଣ୍ଣ କଲା ପରେ କେତେ ସମୟ ଲାଗୁଛି ତାହା ବି ଆମେ ଜାଣିନୁ, ତଥାପି ଆସୁଛୁ। ଦେଖନ୍ତୁ ଏଠି ଦିଦି କହୁଛନ୍ତି କି ତାଙ୍କୁ ଟିକେ ଭିଡ଼ିଓରେ ଆଣିବା ପାଇଁ। ମନ ଦୁଃଖ କ'ଣ ପାଇଁ ତୋର? ଆପଣଙ୍କୁ ମୟୂରଭଞ୍ଜର କେଉଁ ଜାଗାଟା ଭଲ ଲାଗିଲା ତାହା ବି ମୋତେ କମେଣ୍ଟରେ ନିଶ୍ଚିନ୍ତ ଜଣେଇବେ।
ଏଠି ଦେଖୁନାହାନ୍ତି ଦିଦି ବୁଲି ବୁଲିକା ଥକିକି ବସି ଯାଇଛନ୍ତି। ଏଇଠି ନେଟୱାର୍କ ହିଁ ନଥିଲା, ସେଥିପାଇଁ ଗୋଟେ ଜାଗାରେ ନେଟୱାର୍କ ଥିଲା, ସେଥିପାଇଁ ସେଇଠି ବସିକି ଦିଦି କଥା ହେଉଥିଲେ। ଟୋଟାଲ ନେଟୱାର୍କ ଆମର କଟି ଯାଇଥିଲା। ଆପଣମାନେ ଜାଣିଥାନ୍ତୁ ଜିଓ ଏୟାରଟେଲ୍ ଟୋଟାଲ କାମ କରେନି ଶିମିଳିପାଳ ଜଙ୍ଗଲକୁ ଗଲେ। ଏଇଟା ରାତିର ଲୋକେସନ୍ ଥିଲା। ସାଙ୍ଗମାନେ ଜାଣିଛନ୍ତି ଆମେ ବାଘ ଦେଖିବା ପାଇଁ ଯାଇଥିଲୁ, କିନ୍ତୁ ବାଘ ଦେଖିପାରିନଥିଲୁ, ସେଥିପାଇଁ ସମସ୍ତଙ୍କର ବହୁତ ମନ ଦୁଃଖ ହେଇଥିଲା। କିନ୍ତୁ ହରିଣ ଆଉ ହାତୀ ଦେଖିଥିଲୁ, ଆଉ କିଛି ଭଲ ଭଲ ପକ୍ଷୀ ମଧ୍ୟ ଦେଖିଲୁ। ପକ୍ଷୀର ନାଁ ମଧ୍ୟ ଆମେ ଜାଣିନଥିଲୁ। ଗୋଟେ କଥା ଜାଣିଥାନ୍ତୁ, ଆପଣମାନେ ପ୍ରଥମରୁ କିଛି ଖାଇକି ଯାଇଥିବେ, ନହେଲେ ଆମ ଭଳିଆ ହଇରାଣ ହେଇଯିବେ। ଆମେ କିଛି ଖାଇକି ଯାଇନଥିଲୁ, ସେଥିପାଇଁ ଆମକୁ ସନ୍ଧ୍ୟା ହେଲା ପରେ ଆମେ ମଧ୍ୟ ରିଟର୍ଣ୍ଣ କରି ଖାଇଥିଲୁ। ଏଟା ଭଲ ଲାଗିଲେ ଲାଇକ୍ ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ଜୟ ଜଗନ୍ନାଥ।